ଥରେ ଗୋଟେ ସାପଟେ ନିଜ ବାଟରେ ଯାଉଥାଏ, ଯିବା ବାଟରେ ଗୋଟେ ଆରି ବ୍ଲେଡ୍ ପଡ଼ିଥାଏ। ତେଣୁ ତା ଦେହରେ ଲାଗିଲା ପରେ ସାପଟିକୁ ଆଘାତ ପ୍ରାପ୍ତ ହେଲା। ସାପଟି ସେଇଠୁ ସେ ଆରି ବ୍ଲେଡ୍ଟିକୁ ଭାବିଲା ଏଇଟା ମୋର ଶତ୍ରୁ। ତେଣୁ ସାପଟି ଆରି ବ୍ଲେଡ୍କୁ କାମୁଡ଼ିବା କ୍ଷଣି ତା ପାଟିଟା କ୍ଷତାକ୍ତ ହେଲା। ଯେତେବେଳେ ଆଘାତ ପ୍ରାପ୍ତ ହେଲା ନିଜକୁ ଆହୁରି ରାଗ ଆସିଲା। ତେଣୁ ସାପଟି ଭାବିଲା ଏ ମୋର ଶତ୍ରୁ, ୟାକୁ ନିପାତ କରିବା ନିହାତି ଆବଶ୍ୟକ। ତେଣୁ ସାପ କ'ଣ କଲା ନା ସେ ଆରିର ଚାରିପଟରେ ଗୁଡ଼େଇ ହେଲା। ଯେତେ ଟାଇଟ୍ କରୁଥାଏ ନିଜେ କ୍ଷତାକ୍ତ ହେଉଥାଏ। ଯେତେ ରାଗ ବଢ଼ି ଚାଲିଛି ସେତେ ଟାଇଟ୍ କରି ଚାଲିଛି। ଏଇଭଳି ସ୍ଥିତିରେ କ'ଣ ହେଇଛି, ସାପ ନିଜର ଜୀବନ ହରାଇ ବସିଛି। ଏଇ କଥାଟି କହିବାର ଅର୍ଥ, ଆମେ ଆମ ଗନ୍ତବ୍ୟ ସ୍ଥଳକୁ ଗଲାବେଳେ ଏଇଭଳି କିଛି ଶତ୍ରୁ, କିଛି ପଛକୁହା ଆମ ଜୀବନରେ ନିଶ୍ଚିତ ଭାବେ ଆସିବେ। ଆମେ ଯଦି ସେମାନଙ୍କୁ ସେମିତି ଗୁରୁତ୍ୱ ବୋଲି ଭାବିବା ଏବଂ ତାଙ୍କୁ ନଷ୍ଟ କରି ଆମେ ଆଗକୁ ଯିବାକୁ ଚେଷ୍ଟା କରିବା, ତାହେଲେ ଆମର ହାନି ଘଟିବ।